ସବୁ ତ ତାଙ୍କରି, ଆମେ ତାଙ୍କୁ କ'ଣ ଦେଇପାରିବା? ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ତାଙ୍କ ପାଦ ତଳେ ସବୁ ହିଁ, ସବୁ ସୃଷ୍ଟିର ସ୍ରଷ୍ଟା ହିଁ ସିଏ। ସେ କେବଳ ଚାହାନ୍ତି ଟିକେ ଭାବ ଆଉ ଭକ୍ତି। ମୁଁ ମନସ୍ୱିନୀ ଆପଣଙ୍କୁ ସ୍ୱାଗତ କରୁଛି ମୋ ବ୍ଲଗ୍ ମନସ୍ୱିନୀ ବ୍ଲଗ୍ରୁ। ବହୁତ ସୁନ୍ଦର କଥାଟି ଆପଣମାନଙ୍କୁ କହିବି। ଆପଣ ଯଦି ୟୁଟ୍ୟୁବରେ ଦେଖିବେ ତାହେଲେ ୟାକୁ ଲାଇକ୍ ସେୟାର କରିଦେବେ, ଆଉ ଯଦି ସବସ୍କ୍ରାଇବ୍ କରିଥିବେ ତାହେଲେ ଆଉ କରିବା ଦରକାର ନାହିଁ, ଯଦି ନୂଆ ଥିବେ ତାହେଲେ କରିବେ, ଆଉ ଫେସବୁକ୍ରେ ଫଲୋ ତ ନିଶ୍ଚିନ୍ତ କରିବେ। ଆଉ ତାହେଲେ ଚାଲନ୍ତୁ, ବହୁତ ସୁନ୍ଦର କଥାଟି ଆପଣମାନଙ୍କୁ ଶୁଣାଉଛି। ବୃନ୍ଦାବନରେ ଗୋଟେ ଛୋଟ ଝିଅ ଛୋଟବେଳୁ ସେ ବହୁତ ବାଙ୍କେ ବିହାରଙ୍କୁ ବହୁତ ପୂଜା କରେ, ଆଉ ତାର ବହୁତ ଭକ୍ତି। ତା ବାହାଘର ମଧ୍ୟ ସେଇ ବୃନ୍ଦାବନରେ ହିଁ ହେଲା। ତା ନାଁ ହେଉଛି ଆନନ୍ଦ ବାଇ। ଆନନ୍ଦୀ କ'ଣ କରେ ନା, ଛୋଟବେଳୁ ହିଁ ଠାକୁର ପୂଜା କରୁଥିଲା, ସେଇଠି ବି ଯାଇ ଶ୍ରୀକୃଷ୍ଣଙ୍କୁ ପୂଜା କରେ। ସବୁବେଳେ ସେ ଭାବେ ଯାହା ମିଳୁଛି ସେ ଭଗବାନ ଦେଉଛନ୍ତି, ଯାହା ନ ମିଳୁଛି ମଧ୍ୟ ସେ ଭଲ ପାଇଁ ଦେଉନାହାନ୍ତି, ଯାହା ଜୀବନରେ ଘଟୁଛି ମଧ୍ୟ ସେଇ ବାଙ୍କେ ବିହାରୀ ଶ୍ରୀକୃଷ୍ଣ ହିଁ ସବୁ କରୁଛନ୍ତି, ପ୍ରଭୁ ସବୁ ହିଁ କରୁଛନ୍ତି। ତାର ବାହାଘର ଯେତେବେଳେ ହେଲା ସେତେବେଳେ ତ ଆଉ ଏତେ ଦେଖିବାକୁ ଆସୁନଥିଲେ ଝିଅକୁ କି କ'ଣ କରୁନଥିଲେ। ବାହାଘର ହେଇଗଲା ଯେତେବେଳେ ସ୍ୱାମୀ ତା ମୁହଁକୁ ଦେଖିଲେ ସେତେବେଳେ ସେ ମୂଳରୁ ପସନ୍ଦ ବି କଲେନି, କାରଣ ଇଏ ଏତେ ସୁନ୍ଦର ନଥିଲା, ଆଉ ତାକୁ ଆଦୌ ପସନ୍ଦ କଲେନି। କିଛି ଦିନ ପରେ ସେ ତାକୁ କହିଲେ ଯେ ତ ମାନେ ଘରୁ ବିଦା କରିଦେଲେ। ସେଥିରେ ବି ଆନନ୍ଦୀର କିଛି ଦୁଃଖ ନାହିଁ, ସେ ଯାଇକିନା ସେ ଭଗବାନ ବୃନ୍ଦାବନରେ ଥିଲା ନା, ସେ ଯାଇ ବାଙ୍କ ବିହାରୀଙ୍କ ପାଖରେ ରହିଲା। ସବୁବେଳେ ସତ୍ସଙ୍ଗ ହୁଏ, ସବୁ ଜାଗାରେ ସେ ସତ୍ସଙ୍ଗକୁ ଯାଏ, ଆଉ ଠାକୁରଙ୍କ ବାଣୀ ବି ଶୁଣେ। ଆଉ ସେ ଭାବେ ଯେ ମୋର ମାନେ ଯେଉଁ ନୀତିଦିନିଆ ପ୍ରଥମ ସକାଳରୁ ଯେଉଁ ଜୀବନ ଆରମ୍ଭ ହେଉଛି ସବୁ ଭଗବାନଙ୍କ ଦ୍ୱାରା ହିଁ ହେଉଛି। ସେ ତା ମନ୍ଦିରରେ କାମ କରେ, ଆଉ ତାକୁ ସେଇଠି ମଧ୍ୟ ଖାଇବା ମିଳିଯାଏ। ସେ ଭଗବାନଙ୍କ ସେବାରେ ସବୁବେଳେ ଲାଗି ରହେ। ଦିନେ କ'ଣ ହେଲା ନା, ସେଇ ସତ୍ସଙ୍ଗ ଦଳ ଯେଉଁମାନେ ଭଗବାନଙ୍କ ଚର୍ଚ୍ଚା କରନ୍ତି ସେମାନେ କହିଲେ ଯେ ଆମେ ଗୋଟେ ଶ୍ରୀକୃଷ୍ଣଙ୍କ ଉପରେ ଗୋଟେ ନାଟକ କରିବା ନା, ତାହେଲେ କିଏ କେଉଁ ପାର୍ଟଟା କିଏ ନେବ? ଆନନ୍ଦୀର ବର ମଧ୍ୟ ସେଇ ବୃନ୍ଦାବନ ନା, ସିଏ ବି ଯାଏ ଭଗବାନଙ୍କ ପାଖକୁ। ସିଏ କହିଲା ସବୁ ଶ୍ରୀକୃଷ୍ଣଙ୍କ ପାଇଁ ଗୋଟେ ଛୋଟ ଛୁଆକୁ ଦିଆଗଲା, ବିଭିନ୍ନ ଯେଉଁ ପାର୍ଟ ଯେଉଁଗୁଡ଼ା କରିବା କଥା ତାର ନାଟକରେ ଯେଉଁ କାମ କରିବା କଥା ସମସ୍ତଙ୍କର ନେଇଗଲେ। ଆଉ ଲାଷ୍ଟକୁ ରହିଲା କ'ଣ କହିଲେ, ଯେଉଁ ଆନନ୍ଦୀ ବାଇକି ଖୋଜାଗଲା। ଆନନ୍ଦୀ ବାଇ ତ ସେଇଠି ଥିଲା ନା, ତେଣୁ ତାକୁ ଦିଆଗଲା ଆନନ୍ଦୀ ବାଇକି କୁବୁଜା ରୋଲ୍ଟା କିଏ ଦେଲେ ଜାଣିଛନ୍ତି ନା? ତାଙ୍କ ବର କହିଲେ ଇଏ ଠିକ୍, ଇଏ ମାନେ ସେଇ ରୂପ ପାଇଁ ପସନ୍ଦ। ଆନନ୍ଦୀ ବହୁତ ଖୁସିରେ ସେ ରୋଲ୍ଟା ନେଲା। ସେ ଭାବିଲା ଯାହା ହଉ ଭଗବାନଙ୍କର ଆଶୀର୍ବାଦ, ମୋତେ ଗୋଟେ ନାଟକରେ କାମ କରିବା ପାଇଁ ସୁଯୋଗ ଦିଆଗଲା। ଯେଉଁ ନିର୍ଦ୍ଦିଷ୍ଟ ଦିନ ଯେତେବେଳେ ମାନେ ଆରମ୍ଭ ହେଲା ଶ୍ରୀକୃଷ୍ଣ ଲୀଳା, ସେତେବେଳେ ଦେଖିଲା ଯେ ବହୁତ ସୁନ୍ଦର ବାଳକ, ଏତେ ସୁନ୍ଦର, ମାନେ ଆଖି ବଡ଼ ବଡ଼, କୁଞ୍ଚକୁଞ୍ଚିଆ ଚୁଟି, ଆଉ ମୁଣ୍ଡରେ ମୟୂର ପୁଚ୍ଛ, ହାତରେ ବଇଁଶୀ ଧରି ଶ୍ରୀକୃଷ୍ଣ ଏମିତି ଚାଲି ଚାଲି ଆସୁଛନ୍ତି। ସମୟ ଦେଖି ପୁରା ବିମୋହିତ ହେଇଗଲେ। ଛୁଆଟା ବହୁତ ସୁନ୍ଦର ସଜେଇଲା, ପୁରା ଶ୍ରୀକୃଷ୍ଣଙ୍କ ଭଳିଆ ଦେଖାଯାଉଥିଲା। ଚାଲି ଚାଲି ଆସୁଛନ୍ତି। ତାଙ୍କର ଥିଲା ରୋଲ୍ କ'ଣ ନା, ବଜାର ବାଟ ଦେଇ, ମାନେ ଯେଉଁ ବୃନ୍ଦାବନ ଦେଇକି ଆସୁଥିବ, ଗୋପ ଦେଇ ଏମିତି ଆସୁଥିବ, ସେଇଠି ଦେଖାହେବ କୁବୁଜାକୁ ମାନେ ଶ୍ରୀକୃଷ୍ଣ ତା ପିଠିରେ ହାତ ମାରିଦେବେ। ଯେତେବେଳେ କ'ଣ ହେଇଛି ନା, ଛୁଆଟି ଚାଲି ଚାଲି ଯାଉଛି, କୁବୁଜା ରୋଲ୍ କରିଥିବା ଆନନ୍ଦୀ ବାଇ ମୁଣ୍ଡରେ ପୁରା ଓଢ଼ଣା ଦେଇଛି। ସେତେବେଳେ ସେ କ'ଣ କରିଛି ନା, ଛୋଟ ଶ୍ରୀକୃଷ୍ଣ ବାଳ ଶ୍ରୀକୃଷ୍ଣ ଚାଲି ଚାଲି ଆସୁଛନ୍ତି। ସେ କ'ଣ କରିଛି ନା, ଠାକୁରଙ୍କ ଦେହରେ ସେଇ ଦିଆହେଇଛି କ'ଣ କହିଲେ, ନଈକିରି ଚନ୍ଦନ ଲେପନ କରିଦେଇଛି ତାଙ୍କ ମୁହଁରେ। ଶ୍ରୀକୃଷ୍ଣ କ'ଣ କଲେ, ବାଳଶ୍ରୀକୃଷ୍ଣ କ'ଣ କଲେ ନା, ସେ ଓଢ଼ଣା ଦେଇ ତାଙ୍କର ପିଠିରେ ହାତ ମାରିଦେଇ ମୁହଁଟାକୁ ଟେକି ଦେଲେ। ମୁହଁଟାକୁ ଯେତେବେଳେ ଟେକି ଦିଅନ୍ତି ନା, ସେତେବେଳେ ଓଢ଼ଣା ଗଳି ପଡ଼ିଲା। ସମସ୍ତେ ଦେଖି ତାଜୁବ, ଏ ଯେଉଁ ଆନନ୍ଦୀ ବାଇ ଯେଉଁ ଅସୁନ୍ଦରୀ ଥିଲା, ଏ ଯେଉଁ ସୁନ୍ଦରୀ ଯୁବତୀଟିଏ ହେଇପଡ଼ିଛି। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ସତେ କି ଶ୍ରୀକୃଷ୍ଣ ନିଜେ ଆସି ହାତ ମାରିଦେଲେ। ତେଣୁ ତା ସ୍ୱାମୀ ବି ଦେଖି ପୁରା ଏକଦମ ଚକିତ ହେଇଗଲା, ଆରେ ଇଏ କୁବୁଜା ରୋଲ୍ କରୁଥିଲା, ଇଏ ତ ଅସୁନ୍ଦରୀ, ଏତେ ସୁନ୍ଦରୀ କେମିତି ହେଇଗଲା? ଆନନ୍ଦୀ ବହୁତ ସରଳ ହୃଦୟ ତାର ଥିଲା, ସେ ବହୁତ ଭଗବାନଙ୍କୁ ଭଲ ପାଉଥିଲା। ସେ ଏତେ ଖୁସି ଥିଲା ଯେ ଯେତେବେଳେ ତାକୁ ତା ସ୍ୱାମୀ ବିଦା କରିଦେଲା ବି ସେତେବେଳେ ସେ ଦୁଃଖ କରିନି। ଯେତେବେଳେ ସେ ଆସି ବୃନ୍ଦାବନରେ ଠାକୁରଙ୍କ ପାଖରେ କାମ କଲା, ସେତେବେଳେ ସେ ବହୁତ ଖୁସି ହେଇଗଲା, ଯାହା ହଉ ମୁଁ ଭଗବାନଙ୍କ ପାଖରେ କାମ କରିପାରୁଛି। କେବେ ସେ କୌଣସି କଥାକୁ ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ କରେନି। ସମସ୍ତେ ଦେଖି ଯେତେକେ ନାଟକରେ ରୋଲ୍ କରୁଥିଲେ କିମ୍ବା ଯେଉଁମାନେ ଦେଖୁଥିଲେ ଦର୍ଶକ, ସମସ୍ତେ କାବା ହେଇଗଲେ, ସତେ କି ଶ୍ରୀକୃଷ୍ଣ ଆସି ହାତ ମାରିଲେ, ବହୁତ ସୁନ୍ଦର ଯୁବତୀଟି ହେଇପଡ଼ିଲା।
ତେଣୁ ସେଥିରୁ କ'ଣ ଜଣାଗଲା ନା ଭଗବାନ କେବେ ଚାହାନ୍ତିନି କାହାଠାରୁ କିଛି, କେବଳ ସରଳ ଭକ୍ତି ଭାବ। ଆମେ ବେଳେବେଳେ ଭାବୁ ଯେ ବହୁତ ପ୍ରକାର ଝୁଣା ଧୂପ ଦେବା, ଫୁଲ ବହୁତ ଦାମିକିଆ ଦେବା, ଫଳ ଆଣି ଦେବା, ଆମେ ଦିଅ ଭଗବାନଙ୍କୁ ଦେବା କଥା, କିନ୍ତୁ ବେଳେବେଳେ ଆମେ ମାନେ ଭିତରେ ଭକ୍ତି ନଥିବ କିନ୍ତୁ ଉପର ଲୋକ ଦେଖାଣି ଆମେ ବହୁତ ଜିନିଷ ଆଡ଼ମ୍ବର କରୁ। ପ୍ରକୃତରେ ଭଗବାନ ସେସବୁ ଗ୍ରହଣ କରନ୍ତିନି, ସେ ଗ୍ରହଣ କରନ୍ତି ତୁମ ଭିତରେ ଥିବା ସରଳ ଭକ୍ତି ଆଉ ନବଧା ଭକ୍ତି, ତାହାକୁ ଭଗବାନ ହିଁ ବହୁତ ଆନନ୍ଦରେ ଗ୍ରହଣ କରନ୍ତି। ଆଉ ସିଏ ସବୁବେଳେ କ'ଣ କରନ୍ତି ନା, ତୁମେ ଦେଖ, ତୁମେ କେବେ କେବେ ଚାହଁ ଯେ ମୋର ଏଇ ଜିନିଷଟା ହେଇଯାନ୍ତା କି, କିନ୍ତୁ ଈଶ୍ୱର ସେଇଟା କରିଦିଅନ୍ତି, କିନ୍ତୁ ତୁମ ପାଇଁ ସେଇଟା ଯଦି ମଙ୍ଗଳକର ହେଇଥାଏ, ଆଉ ଯଦି ସେ ମଙ୍ଗଳକର ହେଇନଥାଏ ସେ ତାକୁ ବନ୍ଦ କରିଦିଅନ୍ତି। ଆଉ କେବେ କରିବେ ପଛେ, ସେଇ ସମୟରେ ତୁମ ପାଇଁ ଯଦି ଅସୁବିଧା ଆସିବ ସେ କରନ୍ତିନି। ଆମେ ବେଳେବେଳେ ରାଗିଯାଉ, ଭଗବାନ ଆମେ ଏତେ ଡାକୁଛୁ ଶୁଣୁନାହାନ୍ତି ନା, ସିଏ ତୁମର ଯାହା ମଙ୍ଗଳ ହେବ ସେଇଆ ହିଁ ସେ କରନ୍ତି। ଏସବୁ ଜିନିଷ ଏତେ ସୁନ୍ଦର। ତେଣୁ ସବୁବେଳେ ଯେତେ କାମ ବ୍ୟସ୍ତରେ ରୁହନ୍ତୁ ମଧ୍ୟ ଭଗବାନଙ୍କଠାରେ ବିଶ୍ୱାସ ରଖନ୍ତୁ। ପ୍ରତ୍ୟେକ କାମ ସକାଳର ସୂର୍ଯ୍ୟୋଦୟ ବି ଭଗବାନଙ୍କ ପାଖରୁ ଆରମ୍ଭ କରନ୍ତୁ। ଏ ପ୍ରଭୁ, ଏ ଶରୀର ତୁମର, ଏ ମନ ତୁମର, ତୁମେ ହିଁ ସବୁର ରକ୍ଷାକର୍ତ୍ତା, ତୁମେ ହିଁ ପାଳନକର୍ତ୍ତା, ତୁମେ ହିଁ ଚାଳନକର୍ତ୍ତା। ତାଙ୍କୁ ଯଦି ସବୁ ସମର୍ପି ଦେବେ ନା, ଆପଣଙ୍କ ଜୀବନ ବହୁତ ସୁନ୍ଦର। ବେଳେବେଳେ ଦୁଃଖ ଆସିବ, ଦୁଃଖ କଡ଼େ କଡ଼େ ହିଁ ଭଗବାନ ଥିବେ, କିଛି ବ୍ୟସ୍ତ ହେବାର ନାହିଁ, ସବୁବେଳେ ସେ ତୁମ ପାଖରେ ଅଛନ୍ତି। ମାନେ ନିଷ୍କାମ ଭକ୍ତି କରନ୍ତୁ, ମଧୁର ହୃଦୟ ରଖନ୍ତୁ, ମଧୁର କଥା କୁହନ୍ତୁ, ସୁନ୍ଦର ହୃଦୟ ରଖନ୍ତୁ, ଦେଖିବେ ଭଗବାନ ଆପଣଙ୍କ ପାଖରେ ସବୁବେଳେ ଥିବେ। ଯଦି ଆପଣମାନଙ୍କୁ ମୋର ଏଇ କଥାଟି ଭଲ ଲାଗୁଥିବ ତାହେଲେ ଆପଣମାନେ ମୋତେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ୟୁଟ୍ୟୁବରେ, ଯଦି ନ କରିଥାନ୍ତି କରିଦେବେ, ଆଉ ଲାଇକ୍ ସେୟାର ତ ନିଶ୍ଚିତ କରିବେ, ଆଉ ଫେସବୁକ୍ରେ ଫଲୋ କରିଦେବେ। ମୁଁ ଆହୁରି ସୁନ୍ଦର ସୁନ୍ଦର କଥା ଆପଣମାନଙ୍କୁ ଶୁଣେଇବି। ଆପଣମାନେ ଯଦି ଏ କଥା ଆପଣ ମନରେ କରି ପ୍ରଭାବ ପକାଉଥିବ ତାହେଲେ ନିଶ୍ଚିନ୍ତ ତ ଲାଇକ୍ କରିବେ ଆଉ ଖୁସି ହେବେ, ମୋତେ ଆଶୀର୍ବାଦ କରିବେ। ମୁଁ ନିଶ୍ଚିନ୍ତ ଆଗକୁ ଆହୁରି ସୁନ୍ଦର ସୁନ୍ଦର କଥା ଆପଣମାନଙ୍କୁ ଶୁଣେଇବି। ରହୁଛି, ଜୟ ଜଗନ୍ନାଥ।